ଜୀବନର ଉଦ୍ଦେଶ୍ୟ ପର୍ପସ୍ ଅଫ୍ ଲାଇଫ୍ ଏମ୍ସ ଅଫ୍ ଲାଇଫ୍। ଉଦ୍ଦେଶ୍ୟ ନଥାଇ କାର୍ଯ୍ୟ ଜଗତରେ ଈଶ୍ୱରୀୟ ଇଚ୍ଛାରେ ଏବଂ ମନୁଷ୍ୟର ଦୁର୍ଲଭ ବା କଷ୍ଟଲବ୍ଧ ଜୀବନରେ ନାହିଁ। ନ କାର୍ଯ୍ୟଂ କାରଣଂ ବିନା ବୋଲି ଉକ୍ତି ସଂସ୍କୃତ ଭାଷାରେ ଅଛି, ଅର୍ଥାତ୍ କାରଣ ବିନା କାର୍ଯ୍ୟ ନାହିଁ। ଭଲ ମନ୍ଦ ପ୍ରତ୍ୟେକ କାର୍ଯ୍ୟ ପଛରେ କିଛି ନା କିଛି କାରଣ ବା ଉଦ୍ଦେଶ୍ୟ ଅଛି, ନହେଲେ କାର୍ଯ୍ୟ ହୋଇ ନଥାନ୍ତା, ହୁଅନ୍ତା ନାହିଁ, ହେବ ବି ନାହିଁ। ଜୀବନର ଉଦ୍ଦେଶ୍ୟ କହିଲେ ଏଠାରେ ମୁଖ୍ୟତଃ ମଣିଷର ଜୀବନକୁ ବୁଝାଯିବ। କାରଣ ମଣିଷ ସର୍ବଶ୍ରେଷ୍ଠ ସର୍ବୋତ୍ତମ ଜୀବ, ପ୍ରାଣଧାରୀ ପ୍ରାଣୀ। ଏହା ମଣିଷ କହିନାହିଁ, ଈଶ୍ୱର ନିଜେ କହିଛନ୍ତି, ଯିଏକି ମଣିଷର ମାଟିର ମୂର୍ତ୍ତିକୁ ତିଆରି କରି ସେଥିରେ ଜୀବନଦାନକାରୀ ସ୍ରଷ୍ଟା ବା ନିର୍ମାତା, ଆପଣାଜାତ ଖୋଦଜାତ ଖୋଦା ଆଲ୍ଲାହ ବା ସ୍ୱୟମ୍ଭୁ ବିଧାତା କହିଛନ୍ତି। ଏଇମିତି ବୋଲି ବା ବଚନରେ କି ଅଶରଫୁଲ୍ ମଖଲୁକାତ ମାନେ ଦି ବେଷ୍ଟ କ୍ରିଏସନ୍ ବା ସବୁଠାରୁ ବଢ଼ିଆ ବା ଉତ୍ତମ ସୃଷ୍ଟି। ମଣିଷର ରୁଗ୍ଣ ରୋଗଗ୍ରସ୍ତ ଆତ୍ମାର ଚିକିତ୍ସକ ଦିବ୍ୟ ପବିତ୍ର କୋରିତ ଗ୍ରନ୍ଥ କୋରାନରେ କୁହାଯାଇଅଛି। କୋରାନର ରଚୟିତା ଲେଖକ ନିଜେ ଖୋଦା। ଏହା ଖୋଦାଙ୍କର ଶେଷ ଆକାଶୀ ବହି ବା ଆସମାନୀ ସହିଫା, ଯାହାକି 23 ଗୋଟି ବର୍ଷରେ ଆକାଶର ଲୋହେ ମହଫୁଜରୁ ବା ଅଟଳ ସୁରକ୍ଷିତ ସ୍ଥାନରୁ ଫରିସ୍ତା ବା ଦେବଦୂତ ବା ମଲାଇକା ବା ଏଞ୍ଜଲ, ଇଂରାଜୀ ବଚନରେ ଗ୍ୟାବ୍ରିଏଲ, ଉର୍ଦ୍ଦୁ ବଚନରେ ଜିବ୍ରାଇଲ, ଫରିସ୍ତା ଓହି ଜରିଆରେ ବାର୍ତ୍ତା ଜରିଆରେ ମହମ୍ମଦଙ୍କ ହୃଦୟରେ ନାଜିଲ ବା ପ୍ରବର୍ତ୍ତିତ କରାଇଥିଲେ। ମକ୍କା ସହର ନିକଟବର୍ତ୍ତୀ ହୀରା ନାମକ ପାହାଡ଼ର ଏକ ଗୁମ୍ଫା ବା ଗାରରେ ସେତେବେଳେ ଥିଲା ରାତିର ଅନ୍ଧକାର ମୁହୂର୍ତ୍ତ। ମହାପୁରୁଷ ମହମ୍ମଦ ଏକାକୀ ଗୁମ୍ଫାରେ ବସି ଧ୍ୟାନମଗ୍ନ ଥିଲାବେଳେ ହଠାତ୍ ଜଣେ ଆଲୋକିତ ପୁରୁଷ ବେଶୀ ଫରିସ୍ତା ଆବିର୍ଭାବ ହୋଇ ମହମ୍ମଦଙ୍କୁ କହିଲେ, ପଢ଼। ମହମ୍ମଦ କହିଲେ, ମୁଁ ନିରକ୍ଷର, ପଢ଼ା ଜାଣେ ନାହିଁ। ତାପରେ ମହମ୍ମଦଙ୍କର ବେକ ବା ଗର୍ଦ୍ଦନକୁ 7 ଥର ଦବାଇ ଐଶୀ ଶକ୍ତି ଦେବାରୁ ମହମ୍ମଦ ପଢ଼ିଲେ। ଜିବ୍ରାଇଲ ବା ଗ୍ୟାବ୍ରିଏଲ ଫରିସ୍ତା ବା ଏଞ୍ଜଲ କହିଲେ, ପଢ଼। ଆଲ୍ଲାହଙ୍କର ନାମ ନେଇ ନିଜ ପ୍ରଭୁର ନାମ ଉଚ୍ଚାରଣ କରି, ଯିଏକି ତିଆରି କଲା ମଣିଷକୁ ରକ୍ତର ଗୋଟଳା ଜମାରୁ ତିଆରି କଲା, ପଢ଼। ତୁମର ପ୍ରଭୁ ହିଁ ସବୁଠାରୁ ବଡ଼ ଦୟାଳୁ, ଯିଏକି ଲେଖନୀରୁ ଲେଖିବା ଶିଖାଇଲା, ମଣିଷକୁ ଶିଖାଇଲା ଯାହାକି ମଣିଷ ଜାଣିନଥିଲା। ହଁ ହଁ, ନିଃସନ୍ଦେହତଃ ମଣିଷ ଚାଲବାଜି କରୁଅଛି ଏହାରି ଉପରେ କି ନିଜକୁ ନିଜେ ମଣିଷ ଧନୀ ମନେ କରୁଛି। ନିଃସନ୍ଦେହତଃ ମଣିଷକୁ ମରି ନିଜର ପ୍ରଭୁ ଆଲ୍ଲାହଙ୍କ ପାଖକୁ ଫେରିବା ଅଛି। ଭଲା ଦେଖ ତ, ଯିଏକି ମନା କରୁଅଛି ମୋର ବନ୍ଦା ବା ଭକ୍ତକୁ ଯେବେକି ସେ ନମାଜ ପଢ଼ିଥାଏ। ଭଲା ଦେଖ ତ, ଯଦି ସେ ଉପଦେଶ ପ୍ରାପ୍ତକାରୀ ହୁଅନ୍ତା ଅଥବା ମଣିଷକୁ ପବିତ୍ର ହେବାକୁ ବତାଉଥାନ୍ତା ତ କେତେ ବଢ଼ିଆ ହୁଅନ୍ତା। ଭଲା ଦେଖ ତ, ଯଦି ମିଛୁଆ ଏବଂ ମୁହଁ ମୋଡ଼େ ତ କ'ଣ ଅବସ୍ଥା ହେବ, କ'ଣ ଜାଣୁନାହିଁ କି ଆଲ୍ଲାହ ଦେଖୁଛି ବୋଲି? ହଁ ହଁ, ଯଦି ଓହରି ନ ଆସେ ତ ନିଶ୍ଚୟ ଆମେ ଆଲ୍ଲାହ ତାର କପାଳର କେଶଗୁଚ୍ଛ ଧରିକି ଟାଣିବୁ। ମିଥ୍ୟା ଅପରାଧୀର କେମିତି କପାଳ? ଏବେ ସେ ନିଜ ଆସର ମଜଲିସର ଲୋକଙ୍କୁ ଡାକୁ, ଏବେ ଆମେ ଆଲ୍ଲାହ ସିପାହୀଙ୍କୁ ଡାକୁଛୁ। ହେ ମହମ୍ମଦ, ହଁ ହଁ, ତାର କଥା ଶୁଣନା ଆଉ ଆମକୁ ନମାଜ ପଢ଼ାର ମୁଣ୍ଡିଆ ମାର ଏବଂ ଆମର ନିକଟବର୍ତ୍ତୀ ହୋଇଯାଅ। ପାଠ ଆଲଖ କୋରାନ ଭାଗ 30ର ଓଡ଼ିଆ ଅନୁବାଦ। ଆଲ୍ଲାହ କହିଛନ୍ତି, ମୁଁ ଯେଉଁଠି ଯେଉଁଠି ମୋର ବାର୍ତ୍ତାଧର ପୟଗାମଧାରୀ ପୟଗମ୍ବରମାନଙ୍କୁ ପଠାଇଅଛି, ସେମାନେ ସେତେବେଳେ ଯେଉଁ ଯେଉଁ ଭାଷାରେ କଥାବାର୍ତ୍ତା ହେଉଥିଲେ, ମୋର ପୟଗାମ ବା ବାର୍ତ୍ତା ସେହି ସବୁ ଭାଷାରେ ପ୍ରଦତ୍ତ ହୋଇଥିଲା। ମହମ୍ମଦ ଥିଲେ ଆରବର ଅଧିବାସୀ, ତେଣୁ କୋରାନର ବାର୍ତ୍ତା ଭାଷା ଥିଲା ଆରବୀ। ମୁଁ ଆଲ୍ଲାହ ସର୍ବଶକ୍ତିମାନ, ସବୁକିଛି କରିପାରେ, କରିବା ମୋ ପାଇଁ ଅସମ୍ଭବ ଜମାରୁ ନୁହେଁ। ମୁଁ ଆଲ୍ଲାହ କୁନ୍ ଫୟକୁନ୍ ବା ହୁଅ ହୋଇଯା କହିଲେ ସବୁକିଛି ହୋଇଯାଇଥାଏ। ତଥାପି ମୋର ଭାବନା ଥିବାରୁ ପରିସ୍ଥିତିକୁ ଚାହିଁ ଯଥାଶୀଘ୍ର ଅଥବା ଯଥା ବିଳମ୍ବ କାର୍ଯ୍ୟର ଉଦ୍ଦେଶ୍ୟକୁ ଦେଖି କରିଥାଏ। ଆଲ୍ଲାହ ଜାଣୁଛି ଆକାଶ ପୃଥିବୀର ସବୁ ଗୁପ୍ତ କଥାକୁ ଏବଂ ଜାଣୁଛି ମଣିଷ ଯାହା ଲୁଚାଏ ଏବଂ ଯାହା କହେ। ଆଲ୍ଲାହ ସେ ଦୁର୍ବଳ ଶକ୍ତି ନୁହେଁ କି ମଣିଷ ତାର କାବୁରୁ ବାହାରିଯିବ। ଆଲ୍ଲାହ ମଣିଷକୁ ପ୍ରଥମେ ତାର ମା
ପେଟରେ ବନାଏ, ପୁଣି ମରିଯାଇ ଫନା ବା ଧ୍ୱଂସ ନଷ୍ଟ ହେବା ପରେ ବି ଦ୍ୱିତୀୟ ଥର ମଣିଷକୁ ତିଆରି ଦେବ। ମଣିଷର ମନଗଢ଼ା ମିଛ ମାବୁଦ ବା ଉପାସ୍ୟମାନଙ୍କଠାରେ ଏମିତି ସାମର୍ଥ୍ୟ କ୍ଷମତା ନାହିଁ। ତେଣୁ କାହିଁକି ମଣିଷ ନିଜ ହାତଗଢ଼ା ଉପାସ୍ୟ ବା ମାବୁଦମାନଙ୍କୁ ମାଟି, ପଥର, ଧାତୁ, କାଠରେ ତିଆରି କରି ମିଛଟାରେ ପୂଜୁଛି, କେବଳ ମଲାପରେ ସିଧାସଳଖ ନର୍କଗାମୀ ହେବାର ଅଜଣା ଇଚ୍ଛାରେ। ଅବିଶ୍ୱାସ ଏବଂ ଶିର୍କ ବା ସମକକ୍ଷକାରିତା ବା କାଫିର ଏବଂ ମୁଶ୍ରିକ ବା ମୁଁ ଆଲ୍ଲାହ ନାହିଁ ବୋଲି ଅବିଶ୍ୱାସ କରିବା ଏବଂ ମୋତେ ଆଲ୍ଲାହଙ୍କୁ ଅନ୍ୟ ସହିତ ସମାନ କରାଇ ପ୍ରଭୁମଣି ସମକକ୍ଷୀ ପୂଜା ସମକକ୍ଷକାରୀ ହୋଇ କରିବାର ଏହି ଦୁଇ ଶ୍ରେଣୀୟ ଲୋକଙ୍କୁ ମୁଁ ଆଲ୍ଲାହ ଆଦୌ କ୍ଷମା ଦେବି ନାହିଁ, ମାଫ କରିବି ନାହିଁ। ପାଠ ମହମ୍ମଦ କୋରାନ ଭାଗ 26। ସେମାନେ ସମସ୍ତଙ୍କୁ ସମସ୍ତେ ମଲାପରେ ନିଜ ନିଜ ଜୀବନରେ ନର୍କଗାମୀ ହେବେ। ଶିର୍କ ବଡ଼ ଗର୍ହିତ ଅକ୍ଷମଣୀୟ ଅପରାଧ। ପାଠ ଲୁକମାନ କୋରାନ ଭାଗ 21, ଯାହାକି କଦାପି କ୍ଷମାଯୋଗ୍ୟ ନୁହେଁ। ଏହା ତଳକୁ ମୁଁ ଆଲ୍ଲାହ ଯାହାକୁ ଚାହିଁବି କ୍ଷମା ଦେଇପାରେ, ନତୁବା ନ ଦେଇପାରେ, ତାହା ମୋର ଇଚ୍ଛା। ଆଲ୍ଲାହ ଯାହା ଚାହେଁ କରେ, ହେଲେ ମଣିଷ ଯାହା ଚାହିଁବ କରିପାରିବ ନାହିଁ। ମୋର ଆଲ୍ଲାହ ପାଖରେ ଏକେଶ୍ୱରବାଦର ଧର୍ମ, ଶାନ୍ତିମୟତାର ଧର୍ମ, ଇସଲାମ ହିଁ ଏକମାତ୍ର ଦିନ ବା ଧର୍ମ। ମଣିଷକୁ ଏହି ଶାନ୍ତି ସ୍ୱର୍ଗରେ ଥାଇ ପରଲୋକରେ ମିଳିବ। ଇନ୍ନା ଦୀନ ଇନ୍ଦାଲ୍ଲାହିଲ୍ ଇସଲାମ। ପାଠ ଆଲେ ଇମ୍ରାନ କୋରାନ ଭାଗ 3। ମଣିଷକୁ ତାର ମଲା ପରେ ମୁଁ ଆଲ୍ଲାହ ଅବଶ୍ୟ ବଞ୍ଚାଇବି। ଇନ୍ନା ନହ୍ନୁ ନୁହ୍ୟିଲ୍ ମୌତା। ପାଠ ୟାସିନ। କେମିତି ବଞ୍ଚାଇବି? ନା ଯେମିତି ବର୍ଷା ଜଳ ପଡ଼ି ଗ୍ରୀଷ୍ମ ଋତୁର ଫଟା, ଟାଙ୍ଗରା, ଅନାବାଦୀ, ବଞ୍ଜର ଜମି ଘାସ, ଦୁବ ଗଛ କଅଁଳାଇ ଶ୍ୟାମ ସବୁଜିମାରେ ଭରିଯାଏ, ସେମିତି ମଣିଷ ମୋର ଗୋଟିଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯାରେ ଚଟାପଟ ଭୂମିରୁ ବାହାରି ପଡ଼ିବ। ପାଠ କାଫ। କୋରାନ ପଠାଇଛି ମୁଁ ଆଲ୍ଲାହ ଏବଂ କୋରାନର ସୁରକ୍ଷାକର୍ତ୍ତା ବି ମୁଁ ନିଜେ ଆଲ୍ଲାହ ଅଛି। ମହମ୍ମଦ ଯଦି କୋରାନ ସମ୍ବନ୍ଧରେ ଗୋଟିଏ କଥା ମନ ଗଢ଼ି ଏଣୁ ତେଣୁ ନିଜ ଆଡ଼ୁ କହିଥାନ୍ତେ, ନିଜ ତରଫରୁ କହିଥାନ୍ତେ, ତେବେ ସେଇଠି ସାଙ୍ଗେ ସାଙ୍ଗେ ତାଙ୍କର ଗଳାକୁ କାଟି ଦେଇଥାନ୍ତେ। ପାଠ ହାକ୍କା। ସେ ସେମିତି କହିଛନ୍ତି ଯେମିତି ତାଙ୍କୁ କହିବାକୁ କୁହାଯାଇଅଛି। ହେ ମଣିଷ, ମୋର ପ୍ରବର୍ତ୍ତିତ ଶାନ୍ତିପ୍ରାପ୍ତିର ଇସଲାମ ଧର୍ମରେ ଆସିବାକୁ ମୁଁ ଆଲ୍ଲାହ ତୁମକୁ ବାଧ୍ୟ କରୁନି, କିନ୍ତୁ ନ ଆସିଲେ ବି ତୁମକୁ ଛାଡ଼ିବି ବି ନାହିଁ। ଆଲ୍ଲାହର ସତ୍ୟ ସଂକଳ୍ପ। ଆଲ୍ଲାହ ସଂକଳ୍ପ ଭଙ୍ଗକାରୀ ନୁହେଁ। କୋରାନ ଲୋକଙ୍କୁ ଭଲ କଥା କୁହେ, ମନ୍ଦ କଥାରୁ ଅଟକାଏ। ହେ ମଣିଷ, ତୁମର ଏ ଦିନ ବା ଧର୍ମ ଏକ ହିଁ ଧର୍ମ, ଆଉ ମୁଁ ଆଲ୍ଲାହ ତୁମ ମଣିଷର ଜଣେ ମାତ୍ର ପ୍ରଭୁ, ପୂଜାଯୋଗ୍ୟ ଉପାସ୍ୟ। ଫେର ତୁମେ କୁଆଡ଼େ ମୁହଁ ମୋଡ଼ି ଯାଉଛ? ଯେଉଁମାନେ ପ୍ରକୃତ ଅବିଶ୍ୱାସୀ କାଫିର ଏବଂ ସମକକ୍ଷକାରୀ ମୁଶ୍ରିକ, ସେମାନେ ଯେପର୍ଯ୍ୟନ୍ତ ନିଜ ଆଖି ଆଗରେ ମୋର ପ୍ରଦତ୍ତ ଅଜାବ ବା ଯନ୍ତ୍ରଣା ସେମାନଙ୍କୁ ନ ହେଲା ପର୍ଯ୍ୟନ୍ତ ସେମାନେ ମୋ ପ୍ରତି ବିଶ୍ୱସ୍ତ ହେବେ ନାହିଁ ବୋଲି ମୋତେ ଆଲ୍ଲାହ ବେଶ ଜଣାଅଛି। ତେଣୁ ହେ ମହମ୍ମଦ, ସେମାନଙ୍କୁ ଛାଡ଼ିଦିଅ। ସେମାନେ ଅବିଶ୍ୱାସୀ, ଅମାନିଆ, ସମକକ୍ଷକାରୀ, କପଟିଆ, ଜିଦିଆ, ଧର୍ମନଷ୍ଟକାରୀ, ଆତ୍ମା ଅତ୍ୟାଚାରୀ ବା କାଫିର, ମୁନକିର, ମୁନାଫିକ, ଶିର୍କ ବା ମୁଶ୍ରିକ, ଫାସିକ, ଜାଲିମ ହୋଇ ସଂସାରର ଅଳିକ ମୋହମାୟାରେ ଅନ୍ଧ ହୋଇ ହକ୍ ବା ପ୍ରକୃତ ଧର୍ମକୁ ଛାଡ଼ି ବାତିଲ ବା ମିଛ ଧର୍ମରେ ଥାଇ ନିଶାଗ୍ରସ୍ତ ହୋଇ ବୁଲୁଥାନ୍ତୁ ଆଉ ଭେଟନ୍ତୁ ତାଙ୍କର ମୃତ୍ୟୁ ଦିନକୁ, ଯାହାକି ତାଙ୍କଠାରେ ମୋର ୱାଦା ବା ସଂକଳ୍ପ ଅଛି କି ପ୍ରତ୍ୟେକ ଜୀବଙ୍କୁ ମୃତ୍ୟୁର ସ୍ୱାଦ ଚାଖିବାକୁ ପଡ଼ିବ। ବା କୁଲ୍ଲୁ ନଫସିନ୍ ଜାଏକାତୁଲ୍ ମୌତ। କୋରାନୀୟ ବାକ୍ୟ। ଆଲ୍ଲାହ କହିଛନ୍ତି, ମଣିଷ ଜୀବନର ସୃଷ୍ଟିର ଉଦ୍ଦେଶ୍ୟ ହେଲା ମୋରି କେବଳ ଉପାସନା, ଆରାଧନା କରିବା। ଆଲ୍ଲାହଙ୍କ ବିଚାରରେ ଏହା ହିଁ ମଣିଷ ଜୀବନର ସୃଷ୍ଟିର ଉଦ୍ଦେଶ୍ୟ। ଏହି ଦୃଷ୍ଟିରୁ ବିଚାର କଲେ ମଣିଷର ଖୋଦାଙ୍କୁ ବୁଝିବାର ଉଦ୍ଦେଶ୍ୟ ବା ଆଭିମୁଖ୍ୟ ବି ଦୁଇଟି। ପ୍ରଥମଟି କେବଳ ଆଲ୍ଲାହଙ୍କୁ ଖୁସି ବା ପ୍ରୀତ କରାଇବା ପାଇଁ ବିଶ୍ୱାସ, ୟକିନ ବା ଅକିଦା, ନମାଜ, ରୋଜା, ଜାକାତ ଏବଂ ହଜ୍ ବା ତୀର୍ଥଯାତ୍ରା ଏସବୁ ହେଉଛି ମଣିଷର ଆଧ୍ୟାତ୍ମିକ ଉପାସନା। ଦ୍ୱିତୀୟଟି ମଣିଷର ସାଂସାରିକ ପେଟପାଟଣା ଜନିତ ଏବାଦତ ବା ଆରାଧନା, ଯାହା ହେଲା ସତ କହିବା, ଚୋର ନ ହେବା, ବେଶ୍ୟା ନ ହେବା, ଚୁଗୁଲି ନ କରିବା, ବିନା ଦୋଷରେ କାହାର କ୍ଷତି ନ କରିବା, ଧୈର୍ଯ୍ୟ ଧରିବା, ସୁଧ ନ ନେବା, କାହାକୁ ଭ୍ରମିତ ନ କରିବା, ଭୁଲ ବାଟରେ ନ ନେବା, ଯେଉଁ ଜୀବଜନ୍ତୁଙ୍କୁ ଖୋଦା ମାରିବାକୁ ମନା କରିଛନ୍ତି, ଖାଇବାକୁ ଅନୁମତି ଦେଇନାହାନ୍ତି, ହରାମ ଅବୈଧ କହିଛନ୍ତି, ହଲାଲ ବା
ବୈଧ କରିନାହାନ୍ତି ସେଭଳି ଜୀବଜନ୍ତୁକୁ ମାରି ଖାଇବ ନାହିଁ, ପରକୀୟା ପ୍ରୀତି କରିବ ନାହିଁ, ଅନ୍ୟର ସମ୍ପତ୍ତି ଲୁଟିବା, ହଡ଼ପ କରିବା, ନିଜ ସମ୍ପତ୍ତିରେ ଅଯୌକ୍ତିକ ବା ନାଜାୟଜ ରୀତିରେ ଆଣି ମିଶାଇବା, ଠକ ନ ହେବା ଆଦି ସଂସାର ପାଳନୀୟ ଧର୍ମ ଏସବୁ ଆରାଧନା ମଧ୍ୟରେ ଯିବ। ଏସବୁକୁ ଉପଯୁକ୍ତ ମତେ ପାଳନ ନ କଲେ ମଧ୍ୟ ଶାସ୍ତି ଭୋଗିବାକୁ ପଡ଼ିବ। ଜୀବନର ଏଇ ମହାମୂଲ୍ୟ ଉଦ୍ଦେଶ୍ୟକୁ ମଣିଷ ସ୍ୱକୀୟ ଅତିବାହିତ ଜୀବନରେ ଯତ୍ପର ନାସ୍ତି ପାଳିବାକୁ ପ୍ରଯତ୍ନ କରିବାକୁ ପଡ଼ିବ। ଜୀବନର ପ୍ରଥମ ଉଦ୍ଦେଶ୍ୟ ଇହ ସଂସାରରେ ଏବଂ ପରବର୍ତ୍ତୀ ଉଦ୍ଦେଶ୍ୟ ମଲା ପରବର୍ତ୍ତୀ ପରଲୋକୀୟ ଆଖିରତର ଅନନ୍ତ ଅକ୍ଷୟ ଅମର ସଂସାରରେ ଅଛି, ଯେଉଁଠି ମଣିଷ ପୁନର୍ଜୀବନ ପ୍ରାପ୍ତି ପରେ ଅମର ରହି ଇହ ସାଂସାରିକ ମରଣଶୀଳ ମର୍ତ୍ତ୍ୟ ଜୀବନର ଫଳଦାନ ସ୍ୱରୂପ ପୁରସ୍କାର ଏବଂ ଶାସ୍ତି ସ୍ୱର୍ଗ ଓ ନର୍କରେ ଥାଇ ଭୋଗିବ। ତେଣୁ ମଲା ପରେ ଦ୍ୱିତୀୟ ଅମର ଅକ୍ଷୟ ଜୀବନ ପ୍ରାପ୍ତି ଉପରେ ମଣିଷକୁ ଉଦ୍ଦେଶ୍ୟ ରୀତିରେ ବିଶ୍ୱାସ ରଖିବାକୁ ପଡ଼ିବ, ନହେଲେ ମଣିଷ ଅଲ୍ଲାହର ଭକ୍ତ ମୁସଲମାନ ନୁହେଁ। ଇସଲାମର ଦଣ୍ଡାୟମାନ 5ଟି ଖମ୍ବ ଉପରେ ରହିଅଛି, ଯଥା ବିଶ୍ୱାସ, ନମାଜ, ରୋଜା, ଜାକାତ ଏବଂ ହଜ୍ ବା ତୀର୍ଥ ବା ଥିଲାବାଲା ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ଗରିବଙ୍କ ପାଇଁ ନୁହେଁ। ଜୀବନର ଏତାଦୃଶ ଉଦ୍ଦେଶ୍ୟ ବା ଲକ୍ଷ୍ୟ ସଂସାରର ସବୁ ମଣିଷ ପାଇଁ ଦରକାର, କାରଣ ସଂସାରର ସବୁ ମଣିଷ ସେମାନଙ୍କ ମଲା ପରେ ଇସଲାମର ଖୋଦା ବା ଜଣେ ମାତ୍ର ପ୍ରଭୁ ଆଲ୍ଲାହଙ୍କ ବିଚାରରେ ଇଚ୍ଛାରେ ଥାଇ ବିଚାରିତ ହେବେ। କୋରାନର ମତ ଅଛି, ଇସଲାମ ଧର୍ମ ଛଡ଼ା ଧର୍ମ ସଂସାରରେ ନାହିଁ, ଯେହେତୁ ଭଗବାନ ବା ଭୂମି ଗଗନ ବାୟୁ ନିଆଁର ସ୍ରଷ୍ଟା ଓ ଅଧିପ ବା ଅଧିକାରୀ ଜଣେ, ଯିଏ ସ୍ରଷ୍ଟା, ପାଳକ, ଧ୍ୱଂସକ, ପୁନର୍ଜୀବିତକ ବା ରେଜୁରେକ୍ସନକାରୀ ଅଟନ୍ତି। ଅଗତ୍ୟା ମଣିଷର ଦୁର୍ଲଭ ଜୀବନର ଉଦ୍ଦେଶ୍ୟ ତାଙ୍କରି ପାଇଁ ବ୍ୟୟିତ ହେବା ବିଧେୟ ଆଲ୍ଲାହ ଜୀବନକୁ ନିରୁଦ୍ଦେଶ୍ୟ କରିନାହାନ୍ତି। ଏବେ ଦେଖିବା ମଣିଷ ଜୀବନର ଉଦ୍ଦେଶ୍ୟ ବିଳମ୍ବିତ ହୁଏ କାହିଁକି ଓ କିପରି। 2ଟି କାରଣ ଏହା ପଛରେ କାମ କରେ, ଯଥା ଆକାଂକ୍ଷା ବା ମନର ଇଚ୍ଛା ପଛରେ ଯିବା ଏବଂ ଶୈତାନର ପ୍ରଲୋଭନରେ ପଡ଼ିବା। ଆଲ୍ଲାହ କହିଛନ୍ତି, ମଣିଷକୁ ମୁଁ ମୋର ପୂଜା ପାଇଁ ସୃଷ୍ଟି କରିଛି ସିନା, ହେଲେ ପରୀକ୍ଷା ପାଇଁ ମଣିଷକୁ 2 ପ୍ରକାର ଚିନ୍ତା ଦ୍ୱନ୍ଦ୍ୱରେ ବି ପକାଇବି। ସେଥିରୁ ଭଲ ମନ୍ଦ, ମାନିଆ ଅମାନିଆ ମଣିଷକୁ ବାହାର କରିବି। ଆଲ୍ଲାହ ଯେଉଁ ମଣିଷକୁ ଚାହିଁବ ତାର ଧର୍ମର ବାଟ ଦେଖାଇବ ଏବଂ ଯେଉଁ ମଣିଷକୁ ଚାହିଁବ ଗୁମରାହ ବା ପଥଭ୍ରାନ୍ତ ବି କରିବ। ଏହା ବି କୋରାନରେ କଥିତ ଏବଂ ମଣିଷ ଜୀବନକୁ ସୃଷ୍ଟି କରିବାରେ ଖୋଦାଙ୍କର ଉଦ୍ଦେଶ୍ୟ ଅଛି, କାରଣ ଖୋଦା କହିଛନ୍ତି, ମୁଁ ଆଲ୍ଲାହ ସବୁ ଜିନିଷର 2ଟି କରି ହଳ ପେୟାର ବା ଯୋଡ଼ା ସୃଷ୍ଟି କରିଛି। ମୋର ସ୍ୱର୍ଗ ନର୍କ ସେହି ହଳ ମଧ୍ୟରୁ ଗୋଟିଏ। ଶୈତାନ ଜରିଆରେ ମଣିଷକୁ ପଥଭ୍ରାନ୍ତ କରାଏ ଏବଂ ପୟଗମ୍ବର ଏବଂ ମୋର ପ୍ରେରିତ ବାର୍ତ୍ତା ପୁସ୍ତକ ଜରିଆରେ ମଣିଷକୁ ନେକ୍ ରାହ ବା ସତ୍ପଥ ଦେଖାଏ। ତେବେ ସବୁରି ମୂଳରେ ମଣିଷର ଇଚ୍ଛା ବା ଆକାଂକ୍ଷା ନିହିତ। ମଣିଷ କୋଉଟା ବା କାହାକୁ ଚାହୁଁଛି, ସେହି ଚାହିଁବାରେ ମଣିଷ ଜୀବନର ଉଦ୍ଦେଶ୍ୟ ଅଛି। ମଣିଷର ଦୁର୍ଲଭ ବା କଷ୍ଟକର ପ୍ରାପ୍ତିର ଜୀବନର ମହାନ ଉଦ୍ଦେଶ୍ୟ ଶୈତାନର ଲୋଭରେ ଆସି କେମିତି ବିଳମ୍ବିତ ହୋଇଅଛି। ବାଲେଶ୍ୱର ସହରର ଫକୀରମୋହନ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସଦ୍ୟ ଘଟିତ ଦୁର୍ଘଟଣାରୁ ବେଶ୍ ଅନୁମେୟ। ଆଲ୍ଲାହଙ୍କର ଧର୍ମର ତାତ୍ତ୍ୱିକ ଏବଂ ପ୍ରାୟୋଗିକ ହୋଇ 2 ଦିଗ ଅଛି। ତତ୍ତ୍ୱରେ ରହିଲା ବେଶ୍ୟାବୃତ୍ତି ପାଖକୁ ଯାଅନା, ତାହା ବହୁତ ଖରାପ ରାସ୍ତା। ପୁଣି ଶୈତାନ ମଣିଷର ମୁକ୍ତ ଶତ୍ରୁ, ଯାହାର ଆରବୀ ଧାଡ଼ି ହେଲା ଇନ୍ନଶ-ଶୈତାନ ଲିଲ୍-ଇନସାନ ଆଦୁଉମ୍ ମୁବିନ୍। ପୁଣି ଆଲ୍ଲାହ କହିଛନ୍ତି, ଶୈତାନ ମଣିଷର ମନ ଭିତରେ ପଶିଯାଇ ତାକୁ ଖରାପ କାମ କରିବାକୁ ପ୍ରବର୍ତ୍ତାଏ ଏବଂ ମଣିଷକୁ ଅସହାୟ କରି ଛାଡ଼ି ପଳାଏ। ଆଉ ଯିଏ ଆଲ୍ଲାହକୁ ମନେ ପକାଏ, ପ୍ରତିନିୟତ ସ୍ମରୁଥାଏ, ସେ କଦାପି ଶୈତାନର କବଳରେ ଆସିବ ନାହିଁ। ବାଲେଶ୍ୱରର ଏଇ ଯେଉଁ ହୃଦୟ ବିଦାରକ ଦୁର୍ଘଟଣା, ଏହାରି ମୂଳରେ ବା ପଶ୍ଚାତ୍ ଭାଗରେ ଶୈତାନ ବା ଇବ୍ଲିସର କାରସାଦି ଅଛି। ସେଠି ଅନ୍ୟାନ୍ୟ ଝିଅମାନେ ବି ତ ପଢ଼ୁଛନ୍ତି, ଅନ୍ୟାନ୍ୟ ସାର୍ ଅଛନ୍ତି। ଏ 2 ଲୋକ ଦୁଷ୍ଟ ପାଜି ପାପୀ ଶୈତାନ ମର୍ଦୁଦର କବଳରେ ପଡ଼ିବାର ଦୈବୀ କାରଣ ହେଲା ଭାଗ୍ୟମ୍ ଫଳତି ସର୍ବତ୍ରମ୍ ନ ବିଦ୍ୟା ନ ଚ ପୌରୁଷମ୍। ଭାଗ୍ୟ ବା ନିୟତି ନିୟନ୍ତ୍ରିତ ମଣିଷ। ସାର୍ ପ୍ରିନ୍ସିପାଲ ସସ୍ପେଣ୍ଡ ହେଲେ, ସାର୍ ଜେଲ୍ ଗଲେ, ବିଚାରୀ ଝିଅଟି ଜ୍ୱଳନର ଶିକାର ହୋଇ ଜୀବନ ଓ ମରଣର ଦୋଛକିରେ ହାୟ ରହିଯାଇଛି। ଭବିଷ୍ୟତ କଥା ଭଗବାନ କହିବେ, ହେବାରୁ ମଣିଷ ଜାଣିପାରିବ ପରିଣାମକୁ। ଭଗବାନ କରନ୍ତୁ ଝିଅଟିର ପରିଣାମ ସୁଗତିର ହେଉ। ବିଚାରୀ ବହୁତ ଦୁର୍ଗତି ଭୋଗି ସାରିଛି। ହେ ପ୍ରଭୁ, ଝିଅଟିକୁ ରକ୍ଷା କର।